ପିଲାମାନେ, ଆଜି ମୁଁ ତୁମକୁ ଗୋଟିଏ ସୁନ୍ଦର ଗପ କହିବି। ଗପଟିର ନାଁ ହେଉଛି ମାତୃଭକ୍ତ ଚାଣକ୍ୟ। ବହୁତ ବର୍ଷ ତଳର କଥା। ଚାଣକ୍ୟ ନାମରେ ଜଣେ ବହୁତ ବଡ଼ ଅର୍ଥନୀତି ବିଶାରଦ ଥିଲେ। ତାଙ୍କର ଅନ୍ୟ ନାମ କୌଟିଲ୍ୟ। ତାଙ୍କ ପିଲାଦିନର ନାମ ଥିଲା ବିଷ୍ଣୁଗୁପ୍ତ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ସେ ମହାମନ୍ତ୍ରୀ ଥିଲେ। ସେ ଅର୍ଥଶାସ୍ତ୍ର ରଚନା କରି ସାରା ପୃଥିବୀରେ ଯଶ ଅର୍ଜନ କରିଯାଇଛନ୍ତି। ଥରେ ବିଷ୍ଣୁଗୁପ୍ତ ଦେଖିଲେ ତାଙ୍କ ମା କାନ୍ଦୁଛନ୍ତି। ଏହା ଦେଖି ସେ ମାଙ୍କୁ ପଚାରିଲେ, ମା, ତୁମେ କାହିଁକି କାନ୍ଦୁଛ? ମା କହିଲେ, ପୁଅ, ତୋ ଭାଗ୍ୟରେ ରାଜଯୋଗ ଅଛି। ତୁ ରାଜଶ୍ରୀ ଲାଭ କରିବୁ। ଯାହା ତୋ ଭାଗ୍ୟରେ ଅଛି ତାହା ତ ତୁ ନିଶ୍ଚୟ ପାଇବୁ। ମୋତେ ଭୟ ଲାଗୁଛି ଯେ ତୁ ରାଜା ହେବା ପରେ ମୋତେ କାଳେ ଭୁଲିଯିବୁ। ପଦକ୍ଷମତା କାହାକୁ ଭଲା ବିଚଳିତ କରିନାହିଁ। ଏହି କଥା ସବୁ ଭାବି ମୁଁ ଦୁଃଖରେ ଭାଙ୍ଗି ପଡୁଛି। ଏହି ସବୁ କଥା ଶୁଣି ବିଷ୍ଣୁଗୁପ୍ତ କହିଲେ, ମା, ତୁମେ ଆଶ୍ୱସ୍ତ ରୁହ। ତୁମକୁ କୌଣସି କଷ୍ଟ ହେବ ନାହିଁ। ହଁ ମା, ମୋତେ ଏକଥା କୁହ ତ, ମୋର କେଉଁ ଲକ୍ଷଣ ଦେଖି ତୁମେ ଏହା କହୁଛ? ମା କହିଲେ, ପୁଅ, ଦେଖ, ତୋର ଏ ଆଗଦାନ୍ତ ଦୁଇଟିରୁ ଏହି ଲକ୍ଷଣ ପ୍ରକାଶ ପାଉଛି। ଏହା ଶୁଣି ବିଷ୍ଣୁଗୁପ୍ତ ତତ୍କ୍ଷଣାତ୍ ସେଠାରୁ ଉଠି ଚାଲିଗଲେ। ପାଖରେ ଥିବା ଏକ ପଥର ଉଠାଇ ଆଣି ସେ ଆଗଦାନ୍ତ ଦୁଇଟିକୁ ଆଘାତ ଦେଲେ। ଦାନ୍ତ ଦୁଇଟି ଭାଙ୍ଗିଗଲା। ଏହାପରେ ସେ ହସି ହସି ମାଙ୍କୁ କହିଲେ, ନିଅ ମା, ଏଇ ଦାନ୍ତ ଦୁଇଟି। ଏଥର ତୁମର ଚିନ୍ତା ଦୂର ହେଲା ତ? ମୁଁ ଆଉ ଜୀବନରେ କେବେ ବି ରାଜଶ୍ରୀ ମର୍ଯ୍ୟାଦା ଉପଭୋଗ କରିବି ନାହିଁ। ମୁଁ ଆଉ ଜୀବନରେ କେବେ ବି ରାଜଶ୍ରୀ ମର୍ଯ୍ୟାଦା ଉପଭୋଗ କରିବି ନାହିଁ। ବାସ୍ତବରେ ସେ ରାଜକାର୍ଯ୍ୟରେ ଲାଗିଲେ ମଧ୍ୟ କୁଟୀରରେ ରହୁଥିଲେ। ପିଲାମାନେ, ଚାଣକ୍ୟ ମାତୃଭକ୍ତ ଥିବାରୁ କଷ୍ଟ ହେଲେ ମଧ୍ୟ ନିଜର ଦାନ୍ତ ଦୁଇଟିକୁ ଭାଙ୍ଗିଦେଲେ। ତୁମେ ବି ସେମିତି ଯଦି ମାତୃଭକ୍ତ ହବ, ମାଙ୍କର ପ୍ରତିଟି କଥା ମାନିବ, ତାହେଲେ ଜୀବନରେ ତୁମେ ବହୁତ ବଡ଼ ମଣିଷ ହେଇପାରିବ।